नमस्कार दर्शक बंधु शुभ संध्या रही आज संध्या 10टी रही देश गुरुत्वपूर्ण विदेश राज्य खबर जहाँ गुरुत्वपूर्ण जानवे खबर आपण निहाती आपणकर आवश्यक। जिला को तेणु भल भिडियोटी को पाउथिले लाइक भिडियो करी लाइक आपण करी माने आपणकर केउ जिल्लार जिल्लार नाम देखुछन लिखिदेबे निश्चित जहाँ फल कमेंट तुरंत करंतु। आपणकर जिल्लार खबर मध्ये पाई परिबे। नंबर 1 आईन मंत्रींकर बड़ बयान कहिले जानुआरी शेष सुधा सरिबो रत्न भंडार गणति मणति। तेबे रत्न भंडार को जांच नहीं कि प्रश्न उठिछि। बहुत लोक एबे चर्चा करूछंती रत्न भंडार गणति मणति केबे हेबो सरकार ठकी देले एमिति मध्ये प्रश्न आसुछि। किंतु एबे आईन मंत्री कहिछन जे जानुआरी शेष सुधा रत्न भंडार गणति मणति शेष हेबो। रत्न भंडार मरामती पई अलंकार गणति मणति शेष हेबो एने सूचना ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କାର୍ତ୍ତିକ ମାସ ପାଇଁ ରତ୍ନ ଭଣ୍ଡାର ମରାମତି କାମ ଆରମ୍ଭ ହୋଇନଥିଲା। କାର୍ତ୍ତିକ ମାସ ଶେଷ ହୋଇବାର ଏବେ ଏସ୍ଆଇ ମରାମତି ପାଇଁ ଆରମ୍ଭ ହେବ ବୋଲି କୁହାଯାଇଛି। ତେବେ ସେହିପରି ମେଘନାଦ ପାଚେରୀ ମଧ୍ୟ କାମ ଚାଲିଛି। ଶୁଖିଲା ପରେ ମରାମତି କାର୍ଯ୍ୟ ଆହୁରି ଆଗେଇବ ଏବଂ ଗଣତି ମଣତି ମଧ୍ୟ ଶେଷ ହେବ। ଜହ୍ନରେ ଘର ଚନ୍ଦ୍ର ମାଟିରେ ଇଟା ଗଢିବ ଚୀନ। ଚନ୍ଦ୍ରରେ ପ୍ରଥମ ବସତି ସ୍ଥାପନ ମିଶନରେ ଆଉ ଏକ ପାଦେ ଆଗକୁ ଗଡ଼ିଛି ଚୀନ। ତେବେ ଚନ୍ଦ୍ର ମାଟିରେ ଇଟା ପ୍ରସ୍ତୁତ ହୋଇପାରିବ କି ନାହିଁ ତାର ମଧ୍ୟ ପରୀକ୍ଷା ଆରମ୍ଭ କରିଛି। ଏହି ପ୍ରୋଜେକ୍ଟ ଲାଗି ଚୀନର ତିଆଙ୍ଗଙ୍ଗ ମହାକାଶ କେନ୍ଦ୍ରକୁ ଯାଉଥିବା ଏକ କାର୍ଗୋ ରକେଟ ପରୀକ୍ଷଣ ଇଟାର ନମୁନା ନେବ। ତେବେ 2030 ମସିହା ସୁଦ୍ଧା ଚନ୍ଦ୍ରରେ ମାନବ ଅବତରଣ ଏବଂ 2035 ସୁଦ୍ଧା ସେଠାରେ ଏକ ସ୍ଥାୟୀ ବାସସ୍ଥଳୀ ପ୍ରତିଷ୍ଠା ଚୀନର ଲକ୍ଷ୍ୟ। ଖଣ୍ଡଗିରିରେ ଏଭଳି ଏକ ଘଟଣା ଘଟିଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଶ୍ରୀ ବୈକୁଣ୍ଠ ଧାମ ନାବାଳକ ଜଣକ ସାଜିଛି ଭଣ୍ଡ ବାବା। ଭଣ୍ଡ ବାବା ନାଁରେ ନାବାଳକ ସଜାଇଥିଲେ ଘର ଲୋକ। ସେପଟେ ବାପା ଜଣକ କହୁଛନ୍ତି ମୋ ପୁଅ ଭଗବାନ ନୁହେଁ। କିନ୍ତୁ ହଜାର ହଜାର ଲୋକ ଆସି ଭିଡ଼ ଜମାନ୍ତି ଏବଂ ତୁଳସୀ ପତ୍ରଠୁ ଆରମ୍ଭ କରି ସବୁ ମାଳ ସଜାଇ ବାବା ବୋଲି ବସାନ୍ତି। ସେପଟେ ପୁଅ ଜଣକ ସବୁ ସତ କହୁଥାଏ ବୋଲି କୁହାଯାଏ। ଆଉ ସାମ୍ନାକୁ ଆସିଛି ଚର୍ଚ୍ଚର କେଟିଏମ୍। ପୁଅଟି କେଟିଏମ୍ ବାଇକରେ ବୁଲୁଛି ଏପଟେ ବାବା ହେଇ ବସିଛି। ପ୍ରକୃତ ସତ କଣ ଏବେ ଜଣା ପଡିବ। ଏବେ ମଧ୍ୟ ଥାନାରେ ପଚରା ଉଚରା ଚାଲିଛି। ଆଉ ଆଶ୍ରମ ତାଲା ଭାଙ୍ଗି ପଶିବାକୁ ଉଦ୍ୟମ କରୁଥିଲେ ସବୁ ମିଡିଆ ଭାଇମାନେ। ସମସ୍ତେ ଲୋକମାନେ ମଧ୍ୟ ପଶିଥିଲେ। ହୋ ହାଲା ଠେଲା ପେଲା ମଧ୍ୟ ହୋଇଥିଲେ। ସେପଟେ ବାପା ଜଣକ କହିଲେ ମୋ ପୁଅ ଠାକୁର ନୁହେଁ, ମୋର ଠାକୁର ପ୍ରଭୁ ଜଗନ୍ନାଥ। ପ୍ରକୃତ ସତ କଣ ଆଗକୁ ଜଣା ପଡିବ। ଭଣ୍ଡ ବାବାର କଳା କାରନାମା ସବୁ ବାହାରିବ। ନାବାଳକୁ କିଏ ସଜାଇଥିଲା ଏଭଳି ଭଣ୍ଡ ବାବା ସେ ନେଇକି ମଧ୍ୟ ଖୋଳତାଡ଼ ଚାଲିଛି। ଏଇ ଫଟୋଟିକୁ ଦେଖିଲେ ଆଖିରୁ ଲୁହ ଆସିଯିବ। ସାନ ସିନା ଦାନ ତାର ମହାନ। ଝିଅର ମୃତ୍ୟୁ ପରେ ଆଖି ଦାନ କଲେ ପରିବାର ଲୋକେ। 2 ବର୍ଷ 7 ମାସ ଶିଶୁ କନ୍ୟାର ଚକ୍ଷୁ ଦାନ। ନିଜ ଝିଅର ଅକାଳ ମୃତ୍ୟୁ ପରେ ତାର ଆଖି ଦାନ କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା କପିଳେଶ୍ୱର ପଞ୍ଚାୟତର ଗୋରାପୁର ଗାଁରୁ ଆସିଛି ଏକ ଦୁଃଖ ଖବର। ଗାଁର କୃଷ୍ଣଚନ୍ଦ୍ର ନାୟକ ଏବଂ ଝରଣା ସାହୁ 2 ବର୍ଷ 7 ମାସର ଝିଅ ପ୍ରତ୍ୟୁଷା ପ୍ରିୟଦର୍ଶିନୀ ମା ସହ ମହାକାଳପଡ଼ା କେଆର ବାବାଙ୍କ ସ୍ଥିତ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ। ରବିବାର ଦିନ ସନ୍ଧ୍ୟାରେ ପିଲାମାନଙ୍କ ସହ ଖେଳୁଥିବା ବେଳେ ତାର ଆଈ ମାକୁ ଘରକୁ ନେଇ ଆସିଥିଲେ। ଜିଦ୍ଦି କରି କାନ୍ଦି ଉଠିଥିଲା ଝିଅଟି। ଆଉ କିଛି ସମୟ ପରେ ଝିଅର ରାହା ଫେରି ନଥିଲା। ପରିବାର ଲୋକେ ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ଝିଅର ଏମିତି ଅକାଳ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ସମସ୍ତେ। ଏହାର ଭିତରେ ତାର ସ୍ମୃତିକୁ ମନେ ରଖିବା ପାଇଁ ଚକ୍ଷୁ ଦାନ କରିଛନ୍ତି ପରିବାର ଲୋକେ। ଏହାଦ୍ୱାରା ଝିଅ ପୁଣି ଥରେ ଜୀଇ ଉଠିବ ବୋଲି କହିଛନ୍ତି ପରିବାର ଲୋକେ। ବାପା ମାଙ୍କର ଏତେ ବଡ଼ ଦାନ ବୋଲି କହି ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରୁଛନ୍ତି। ଆୟଠାରୁ ଅଧିକ ରଖିଥିଲେ ଦୁଇ ବାବୁ। ମାଳ ମାଳ କୋଠା ବାଡ଼ି ସହ ଘରୁ ବିଡ଼ା ବିଡ଼ା ଟଙ୍କା ମଧ୍ୟ ବାହାରିଲା। ଯେତେ ଖୋଳିଲେ ସେତେ ବାହାରୁଛି। ଉପଜିଲ୍ଲାପାଳଙ୍କ ଘରୁ ମିଳିଛି 13ଟି ପ୍ଲଟ 13ଟି କୋଠା। କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଠାରୁ ଭୁବନେଶ୍ୱରରେ 6ଟି ପ୍ଲଟ ଥିବାବେଳେ ଭଦ୍ରକରେ 6ଟି ପ୍ଲଟ ରହିଛି। ସେହିଭଳି ପିପିଲିରେ ଗୋଟିଏ ପ୍ଲଟ ନଗଦ 1.5 ଲକ୍ଷ ଟଙ୍କା ମଧ୍ୟ ମିଳିଛି। ସେପଟୁ ଡେପୁଟି ଜେନେରାଲ ମ୍ୟାନେଜରଙ୍କ ଦୁର୍ନୀତିରେ ପାହାଡ଼ ଦେଖି ଟେରା ହୋଇଥିଲା ଭିଜିଲାନ୍ସ। ହୀରାର ହାର ସୁନାର ବିସ୍କେଟ ମାଳ ମାଳ ଲାପଟପ ଫୋନ ଘଣ୍ଟା ଆହୁରି ଅଧିକ ମଧ୍ୟ ବାହାରିଛି। ତେବେ 10ଟିରୁ ଅଧିକ ଦାମୀ ମୋବାଇଲ ତା ସହିତ ଗାଡ଼ି ଆରମ୍ଭ କରି ସୁନାର ଭଣ୍ଡାର ମଧ୍ୟ ବାହାରିଛି। ତେବେ ସରକାର ଏବେ କାହାକୁ ଛାଡୁନି। ଗୋଟି ଗୋଟି କରି ଯୋଉମାନେ ସବୁ ଅଧିକରୁ ଆୟ ବହିର୍ଭୂତ ସମ୍ପତ୍ତି ରଖିଛନ୍ତି ତାଙ୍କୁ ଟାର୍ଗେଟ କରୁଛନ୍ତି ରାଜ୍ୟ ସରକାର ଏବଂ ତୁରନ୍ତ ମଧ୍ୟ ତାଙ୍କ ଉପରେ ଆକ୍ସନ ନିଆଯାଉଛି। କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ 3 ସପ୍ତାହ ମଧ୍ୟରେ 10 ଲକ୍ଷରୁ ଉର୍ଦ୍ଧ୍ୱ ହେଲା ପଞ୍ଜୀକରଣ। ଆପଣମାନେ ହୋଇଛନ୍ତି କି ସାମିଲ ଜାଣି ନିଅନ୍ତୁ। ତେବେ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଉଲ୍ଲେଖନୀୟ ସଫଳତା ହାସଲ କରିଛି। 70 ବର୍ଷରୁ ଉର୍ଦ୍ଧ୍ୱ ପ୍ରାୟ 10 ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହି କାର୍ଡ ଜରିଆରେ ବରିଷ୍ଠ ନାଗରିକମାନେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହି ସୁବିଧା ପ୍ରଦାନ କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ଅଭିଯାନ ଆରମ୍ଭ ହେବାର 3 ମାସ ଏବଂ 3 ସପ୍ତାହ ପରେ 10 ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ପଞ୍ଜୀକରଣ କରିଛନ୍ତି। ତେବେ ଆପଣମାନେ ମଧ୍ୟ ତୁରନ୍ତ ପଞ୍ଜୀକରଣ କରିଦିଅନ୍ତୁ, ଯାହାଫଳରେ ଆପଣଙ୍କୁ ମଧ୍ୟ ଏହି କାର୍ଡର ସୁବିଧା ମିଳିପାରିବ ବୋଲି କୁହାଯାଇଛି। ତେବେ ଆରମ୍ଭ ହେବା ପରେ 70 ବୟସରୁ ଅଧିକ 4,800 ବରିଷ୍ଠ ନାଗରିକଙ୍କୁ 9 କୋଟି ଟଙ୍କାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ପାରଦ ତଳମୁହାଁ, ଶୀତରେ ଥରୁଛି କନ୍ଧମାଳ, ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି। ଏବେ ରାଜ୍ୟରେ 3 ଦିନ ଯାକ 2 ରୁ 4 ଡିଗ୍ରୀ ହ୍ରାସ ପାଇବ, ଯାହାଫଳରେ ଅତି ପ୍ରବଳରୁ ପ୍ରବଳ ଶୀତ ହେବ ବୋଲି କୁହାଯାଉଛି। ଏନେଇକି ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ସୂଚନା ଦେଇଛି। ଆଇପିଏଲ୍ 2025 ଆଇପିଏଲ୍ ନିଲାମୀରେ 13 ବର୍ଷୀୟ ବୈଭବ ସୂରବଂଶୀ ଏବଂ 42 ବର୍ଷୀୟ ଜେମ୍ସ ଆଣ୍ଡରସନ ନେଇକି ଚର୍ଚ୍ଚା। 1574 ଖେଳାଳି ମେଗା ଅକ୍ସନରେ ଭାଗ ନେବାକୁ ଫର୍ମ ପକାଇଥିବା ବେଳେ 574 ଜଣ ନାଁ ସର୍ଟଲିଷ୍ଟ କରାଯାଇଛି। ତେବେ ଏହି ଖେଳାଳିଙ୍କ ମଧ୍ୟରେ 366 ଭାରତୀୟ, 208 ଜଣ ବିଦେଶୀ ଖେଳାଳି ରହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି କି ଏହି ଖେଳାଳିଙ୍କ ମଧ୍ୟରେ 13 ବର୍ଷୀୟ ଖେଳାଳିଙ୍କ ନାମ ରହିଛି। ସେ ହେଉଛନ୍ତି ବିହାର ବୈଭବ ସୂରବଂଶୀ। ଚଳିତ ବର୍ଷ ଏବେ ସେ ପ୍ରଣତ ଶ୍ରେଣୀରେ ଡେବ୍ୟୁ କରିଛନ୍ତି। ତାଙ୍କର ବେସ୍ ପ୍ରାଇସ୍ 30 ଲକ୍ଷ ରହିଛି ବୋଲି କୁହାଯାଉଛି। ତେବେ ଜଣାପଡ଼ିବ ଆଇପିଏଲ୍ ସେମିତି କେମିତି ଖେଳିବେ ଏବଂ ତାଙ୍କର ଖେଳ କେମିତି ପ୍ରଦର୍ଶନ ହେବ ସେ ନେଇକି ଚର୍ଚ୍ଚା ମଧ୍ୟ ଧରୁଛି। ତେବେ ସତରେ କ'ଣ 30 ମିନିଟ୍ ଚାଲିବା ଦ୍ୱାରା ଏସବୁ ଫାଇଦା ମିଳିଥାଏ? ଆପଣମାନେ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଆଜିକାଲି ସୌଖିନୀ ଜୀବନରେ ମଣିଷ ସରଳ ଏବଂ ସହଜ ଉପାୟକୁ ଆପଣାଉଛି। ଖାଲି ଦୀର୍ଘ ରାସ୍ତା କାହିଁକି, ଗୋଟିଏ ବାଟ ବି ଲୋକେ ଚାଲି ପାରୁନାହାନ୍ତି। ଗାଡ଼ି ବ୍ୟବହାର କରୁଛନ୍ତି ବା ଅଳସୁଆପଣ ଦେଖାଉଛନ୍ତି। ପରିବା, ମାଛ, ଡାଲି, ଭାତ, ତେଲ, ଲୁଣ ସବୁ ଖାଉଛନ୍ତି, କିନ୍ତୁ ଏପଟେ ଚଳିବା ପାଇଁ ଅସୁସ୍ଥ। ଲୋକଙ୍କର ସେଥିପାଇଁ ବିଭିନ୍ନ ପ୍ରକାର ରୋଗ ବାହାରୁଛି। ତେଣୁ ମଣିଷ ଯଦି ପ୍ରତିଦିନ 30 ମିନିଟ୍ ଚାଲିବ, ସବୁ ପ୍ରକାର ରୋଗରୁ ମୁକ୍ତି ପାଇଯିବ ବୋଲି କୁହାଯାଉଛି। ଆପଣ ଯଦି ବ୍ୟାୟାମ କରିବାକୁ ଚାହୁଁନାହାନ୍ତି, ପ୍ରତିଦିନ ମାତ୍ର 30 ମିନିଟ୍ ଚାଲନ୍ତୁ। ଦୈନିକ 30 ମିନିଟ୍ ଚାଲିଲେ ଉଭୟ ଶାରୀରିକ ମାନସିକ ଭାବେ ସୁସ୍ଥ ରହେ, ହୃଦରୋଗ ସମସ୍ୟା ଦୂର ରହେ, ଶରୀର ଓଜନ ନିୟନ୍ତ୍ରଣ ରୁହେ। ଚାଲିବା ଦ୍ୱାରା ମଣିଷ ଚାପଯୁକ୍ତ ମୁକ୍ତ ହୁଏ, ମାଂସପେଶୀ ଏବଂ ହାଡ଼ ଶକ୍ତ ହୁଏ। ଖାଇବା ପରେ 30 ମିନିଟ୍ ଚାଲିବା ଦ୍ୱାରା ଶରୀରର ହଜମ ଶକ୍ତି ବଢ଼ାଏ। ଚାଲିବା ଦ୍ୱାରା ମନ ହାଲକା ହୁଏ, ସୂଜନ ଶକ୍ତି ବି ବଢ଼େ। ଚାଲିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରୁହେ ଏବଂ ହୃଦଘାତର ସମ୍ଭାବନା କମ୍ ରୁହେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବାଲିଯାତ୍ରାର ଅଘଟଣ ଆପଣମାନେ ଜାଣିଥିବେ, ବାଲିଯାତ୍ରାରେ ଗୋଟିଏ ଛାତ୍ରଙ୍କର ମୃତ୍ୟୁ ହେଇଛି। ତେବେ କୁହାଯାଉଛି ଯେ ଗୋଟେ ଡିଭାଇଡରରେ ଲାଗିଥିବା ଲିଚୁ ଲାଇଟ୍ ହାତରେ ମାରିବା ଦ୍ୱାରା ତାଙ୍କର ହଠାତ୍ ମୃତ୍ୟୁ ହୋଇଛି। ଏ ନେଇକି ବାପା ମାଠୁ ଆରମ୍ଭ କରି ପରିବାର ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ ଏ ନେଇକି ମଧ୍ୟ ସରକାରଙ୍କ ତରଫରୁ ମଧ୍ୟ କିଛି ସୂଚନା ମିଳିନାହିଁ। ତେବେ କୁହାଯାଉଛି ଯେ ବାଲିଯାତ୍ରାରେ ମହିଳାଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି, ତା ସହିତ ଅନ୍ୟମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ତେବେ ଏଇଟା ଦୁର୍ଘଟଣା ବିଶେଷ ମୃତ୍ୟୁ ବୋଲି ଲୋକ କହିଛନ୍ତି। ତେବେ କଣ ପାଇଁ କି ଏମିତି ହେଲା ସେ ନେଇକି ମଧ୍ୟ ଆଉ ଗୋଟେ ବଡ ଖବର, ଆମ୍ବୁଲାନ୍ସକୁ ଛାଡ଼ିଲେନି ବାଟ, କାର ମାଲିକ ଉପରେ ସିଧା 2.5 ଲକ୍ଷ ଟଙ୍କା ଫାଇନ ଲଗାଇଲେ ସରକାର। ତେବେ ଆମ୍ବୁଲାନ୍ସକୁ ହଠାତ୍ ବାଟ ଛାଡ଼ିଲେନି ରାସ୍ତାରେ, ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଆଉ ପୋଲିସ ଯାଇ ସିଧା ସେଇ ଲୋକ ଘରେ ପହଞ୍ଚିଲା, ଯୋଉ ଲୋକ କାର ଚଲାଉଥିଲା ଏବଂ ଆମ୍ବୁଲାନ୍ସକୁ ବାଟ ଛାଡୁନଥିଲା। ଆମ୍ବୁଲାନ୍ସରେ ବସିଥିବା ପାରା ମେଡିକାଲ ଷ୍ଟାଫ ଏହି ଭିଡିଓ ରେକର୍ଡ କରିଥିଲେ, ଆଉ ଗାଡିର ନମ୍ବର ମଧ୍ୟ ଆସିଥିଲା। ସେଇ ଭିଡିଓ ସିଧା ପୋଲିସ ଷ୍ଟେସନକୁ ଦେଇଥିଲେ। ପୋଲିସ ଆସି ସିଧା ଘର ଦ୍ୱାରେ ପହଞ୍ଚିଥିଲା ଏବଂ ଫାଇନ ମଧ୍ୟ ଲଗାଇଥିଲେ। 2.5 ଲକ୍ଷ ସାଙ୍ଗକୁ କାରର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଥିଲା। ରାଷ୍ଟ୍ରୀୟ ସମ୍ମାନ ପାଇଁ ନାଇଜେରିଆକୁ କୃତଜ୍ଞତା ଜଣାଇଲେ ପିଏମ ମୋଦି। ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ କହିଲେ ଏମିତି କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3 ଦିନିଆ ବିଦେଶ ଗସ୍ତରେ ପ୍ରଥମ ଦିନରେ ନାଇଜେରିଆ ପହଞ୍ଚିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଦୀର୍ଘ 17 ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନାଇଜେରିଆକୁ ପହଞ୍ଚିଛନ୍ତି, ଯେଉଁଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋତେ ମୋର ପ୍ରତିନିଧି ସ୍ୱାଗତ କରିବାକୁ ମୋର ବହୁତ ଧନ୍ୟବାଦ। ଏହା ସହିତ ମୁଁ ଖୁସିର ବିଷୟ ଯେ ମୁଁ ତୃତୀୟ କାର୍ଯ୍ୟକାଳରେ ମୁଁ ନାଇଜେରିଆ ଆସିବାର ସୁଯୋଗ ପାଇଛି। ଏଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। ଗତ ମାସରେ ନାଇଜେରିଆରେ ବନ୍ୟା ଯୋଗୁଁ ହୋଇଥିବା ମୃତ୍ୟୁର ସମବେଦନା ମଧ୍ୟ ଜଣାଉଛି। ଆପଣଙ୍କୁ ସାହାଯ୍ୟ କରିବାକୁ ଭାରତର 30 ଟନ୍ ମାନବିକ ସହାୟତା ପଠାଉଛି, ଏମିତି କହିଛନ୍ତି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 30 ଦିନରେ 20 ଲକ୍ଷ ପାକିସ୍ତାନୀ ଗଲେଣି ଡାକ୍ତରଖାନା। ପାକିସ୍ତାନ ପଞ୍ଜାବରେ ବାୟୁ ପ୍ରଦୂଷଣ ଏକ ଗୁରୁତର ସମସ୍ୟା ହୋଇ ଉଭା ହୋଇଛି। ଖବର ରହିଛି ବର୍ତ୍ତମାନ ସୁଦ୍ଧା 20 ଲକ୍ଷ ଅସୁସ୍ଥ ହୋଇପଡ଼ିଛନ୍ତି। ଶ୍ୱାସ ରୋଗରେ ପୀଡ଼ିତ 1.91 ମିଲିୟନରୁ ଅଧିକ ଲୋକଙ୍କୁ ଗତ ମାସରେ ପାକିସ୍ତାନ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ପ୍ରାଦେଶିକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ପାକିସ୍ତାନର ଅଧିକ ପ୍ରଭାବିତ ହେଉଛି। ଧୂଆଁ ଏବଂ ବିପଦପୂର୍ଣ୍ଣ ବାୟୁ ଲୋକଙ୍କ ସ୍ୱାସ୍ଥ୍ୟ କ୍ଷତିକାରକ କରୁଛି ବୋଲି କୁହାଯାଉଛି। ସେପଟେ ମଧ୍ୟ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେଉଛି, ଯାହା ଲୋକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ବାହାରିବ ବୋଲି କୁହାଯାଉଛି।
ପରୀକ୍ଷାରେ ଫେଲ ହେଲା ବୋଲିକି 8 ଜଣଙ୍କୁ ମାରିଦେଲା ଛାତ୍ର, ଛୁରା ମାଡ଼ରେ 17 ଆହତ। ନିକଟରେ ଚୀନରେ ଏକ ବଡ଼ ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ 35 ଲୋକଙ୍କର ମୃତ୍ୟୁ ହୋଇଛି। ଏଇଟା ସବୁଠାରୁ ବଡ଼ ମୃତ୍ୟୁ ରେକର୍ଡ ବୋଲି କୁହାଯାଉଛି। 43ରୁ ଅଧିକ ଆହତ ହୋଇଛନ୍ତି। ଏବେ ପୁଣି ଏକ ଗଣହତ୍ୟା ସାମ୍ନାକୁ ଆସିଛି। ଜଣେ 21 ବର୍ଷ ଯୁବକ ଛୁରୀ ଭୁଷି 8 ଜଣଙ୍କୁ ହତ୍ୟା କରିବା ସହିତ 17 ଜଣଙ୍କୁ ଛୁରା ମାଡ଼ରେ ଆହତ କରିଛନ୍ତି। ଚୀନର ପୂର୍ବାଞ୍ଚଳ ସହରରେ ଏଭଳି ଉକ୍ସିର ଘଟଣା ଘଟିଛି। ତେବେ ଘଟଣା ପଛର ପ୍ରକୃତ କାରଣ ଜାଣିଲେ ଆପଣ ମଧ୍ୟ ବିଷାକ୍ତ ସମାଜରେ ଏଭଳି ଲୋକଙ୍କୁ ମାରିଦେବା ପାଇଁ ଇଚ୍ଛା ହେବ। ଶନିବାର ଦିନ ଚୀନ ପୋଲିସ ଉକ୍ତ ଯୁବକକୁ ଗିରଫ ମଧ୍ୟ କରିଛି। ଯୁବକ ଜଣକ ପରୀକ୍ଷାରେ ଫେଲ ହେବାରୁ 8 ଜଣଙ୍କୁ ହତ୍ୟା ସହିତ ତା ସହିତ ମଧ୍ୟ ଆଉ 10 ଜଣଙ୍କୁ ଆହତ କରିଛି। ତା ସହିତ ଧନ୍ଦାମୂଳକ ସ୍କୁଲରେ ପଢୁଥିବା ଛାତ୍ର ପରୀକ୍ଷାରେ ଫେଲ ହେବାରୁ ଏଭଳି କରିଛି ବୋଲି ସାମ୍ନାକୁ ଆସିଛି। ରାସନ କାର୍ଡକୁ ନେଇକି ବଡ ଅପଡେଟ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କର ରାସନ କାର୍ଡ କଟି ଯାଉଛି। ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ତାଙ୍କର ରାସନ କାର୍ଡ କଟା ହେଉଛି। ସରକାର ମଧ୍ୟ କହିଛନ୍ତି 16 ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ଇ କେୱାଇସି କରିବା ଦ୍ୱାରା ତାଙ୍କର ରାସନ କାର୍ଡ କଟା ହେଉଛି। ଯୋଗ୍ୟ ବିବେଚିତ ଯେଉଁମାନେ ହେବେ ତାଙ୍କୁ ରାସନ କାର୍ଡ ମିଳିବ। ପୂର୍ବରୁ 10 ଲକ୍ଷ ଲୋକ ନୂଆ ରାସନ କାର୍ଡ ଆବେଦନ କରିଛନ୍ତି। ନୂଆ ରାସନ କାର୍ଡ ମଧ୍ୟ ତାଙ୍କୁ ଖୁବ୍ ଜଲଦି ମିଳିବ। ତେଣୁ ଆସନ୍ତା ମାସରେ ଏବେ ନୂଆ ରାସନ କାର୍ଡ ମିଳିବା ପାଇଁ ଯାଉଛି ବୋଲି ସରକାର ମଧ୍ୟ ଘୋଷଣା କରିଛନ୍ତି। ଆଉ ସୁଭଦ୍ରା ଯୋଜନାକୁ ନେଇକି ବଡ ଅପଡେଟ। ସୁଭଦ୍ରା ଯୋଜନା ଟଙ୍କା ଖୁବ୍ ଜଲଦି ମିଳିବା ପାଇଁ ଯାଉଛି। ସୁଭଦ୍ରା ଯୋଜନାର 2,67,000 ଫର୍ମ ଯୋଉ ରିଜେକ୍ଟ ହୋଇଥିଲା ତାର ମଧ୍ୟ ଯାଞ୍ଚ ସରିଛି। ତେବେ କୁହାଯାଉଛି ତାଙ୍କ ଭିତରୁ ଯୋଗ୍ୟ ବିବେଚିତ ହୋଇଛନ୍ତି ପାଖାପାଖି 2 ଲକ୍ଷରୁ ଅଧିକ। ତାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି ଖୁବ୍ ଜଲଦି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଭତ୍ତା ଟଙ୍କାକୁ ନେଇକି ବଡ ଅପଡେଟ। ଯାଜପୁରରେ ଏକ ଭତ୍ତା ଟଙ୍କା କେଳେଙ୍କାରୀ ହୋଇଥିଲା। 894 ଜଣ ଯୁବକ ଧରା ପଡିଥିଲେ। ତେବେ ନିଜର ବୟସ ତୁଳନାରେ 65 ବର୍ଷର ଅଧିକ ପକାଇ ସେ 90 ଲକ୍ଷ ଟଙ୍କା ଭତ୍ତା ଟଙ୍କା ହାତେଇଥିଲେ, ଯାହାଫଳରେ ସରକାର ମଧ୍ୟ ତଦନ୍ତ କରିଛି। ତେଣୁ ଭତ୍ତା ଟଙ୍କା ଖୁବ୍ ଜଲଦି ମିଳିବା ପାଇଁ ଯାଉଛି ବୋଲି ସରକାର ମଧ୍ୟ କହିଛନ୍ତି। ନିଜ ପ୍ରତିଶ୍ରୁତି ମୁତାବକ ଯେତିକି ଟଙ୍କା ମିଳିବା କଥା ସେତିକି ଟଙ୍କା ମିଳିବ ବୋଲି ସରକାର ଘୋଷଣା ମଧ୍ୟ କରିଛନ୍ତି। ତେବେ ତା ସହିତ ମଧ୍ୟ ଏସଏଚଜି ମହିଳାଙ୍କ ପାଇଁ ଖୁସି ଖବର। ଏସଏଚଜି ମହିଳା ପୂର୍ବ ସରକାର ଥିବା ଯେଉଁ ଋଣ ନେଇଥିଲେ ତାର ସୁଧ ଆଉ ଦେବା ପାଇଁ ପଡିବ ନାହିଁ। ସରକାର ମଧ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ ଆତ୍ମନିର୍ଭରଶୀଳ ପାଇଁ ଏଭଳି ଘୋଷଣା କରିଛନ୍ତି।